ସର୍ବବିଧ ଓ ବୈଷୟିକ ଜ୍ଞାନ ଜଞ୍ଜାଳକୁ ଭାରତୀୟମାନେ କ'ଣ ବୋଲି ଭାବୁଥିଲେ? ଆପଣା ସଭ୍ୟତାର ଆଦର୍ଶ, ବିପଦର ହେତୁ, ଆପଣାର ପାରମ୍ପରିକ ସଂସ୍କୃତି, ନିଜର ଆବଶ୍ୟକତା। ତ ଉତ୍ତର ବିପଦର ହେତୁ। ପରବର୍ତ୍ତୀ ପ୍ରଶ୍ନ ନମ୍ବର 17। ମାତୃଭୂମି ଓ ମାତୃଭାଷା ପ୍ରତି ମମତା ନଥିବା ଲୋକ ହେଉଛି ଅଜ୍ଞାନ। ଏହା କିଏ କହିଥିଲେ? ଗୋପବନ୍ଧୁ ଦାସ, ଫକୀରମୋହନ, ରାଧାନାଥ ରାୟ, ଗଙ୍ଗାଧର ମେହେର। ଉତ୍ତର ଗଙ୍ଗାଧର ମେହେର। ପରବର୍ତ୍ତୀ ପ୍ରଶ୍ନ ନମ୍ବର 18। ପ୍ରାବନ୍ଧିକ କେଉଁ କଥାକୁ ଜଟିଳ ଓ ସୂକ୍ଷ୍ମ ରହସ୍ୟମୟ ବୋଲି ବିବେଚନା କରିଛନ୍ତି? ରାମକୃଷ୍ଣଙ୍କର ଜନ୍ମ ପ୍ରକ୍ରିୟା, ବିବେକାନନ୍ଦଙ୍କର ଧର୍ମ ପ୍ରଚାର, ବିବେକାନନ୍ଦଙ୍କର ଜନ୍ମ ପ୍ରକ୍ରିୟା, ବିବେକାନନ୍ଦଙ୍କର ଚିକାଗୋ ଭାଷଣ। 18। ରାମକୃଷ୍ଣଙ୍କର ଜନ୍ମ ପ୍ରକ୍ରିୟା। ଅପସନ୍ କ ରାମକୃଷ୍ଣଙ୍କର ଜନ୍ମ ପ୍ରକ୍ରିୟା। ଉତ୍ତର। ପରବର୍ତ୍ତୀ ପ୍ରଶ୍ନ 19। ହରେକୃଷ୍ଣ ମହତାବଙ୍କ ରଚିତ ଚିନ୍ତାମୂଳକ ରାମ୍ୟ ରଚନା ତଥା ପ୍ରବନ୍ଧର ନାମ କ'ଣ? ପ୍ରତିଭା, ଗାଁ ମଜଲିସ୍, ଟାଉଟର, ସ୍ୱର୍ଗରେ ଏମର୍ଜେନ୍ସି। ଉତ୍ତର ଗାଁ ମଜଲିସ୍। କନକଲତା ଉପନ୍ୟାସର ରଚୟିତା କିଏ? ଗଙ୍ଗାଧର ମେହେର, ନନ୍ଦକିଶୋର ବଳ, ଫକୀରମୋହନ, ରାଧାନାଥ ରାୟ। ଉତ୍ତର ନନ୍ଦକିଶୋର ବଳ। ଲେଖକ କାଠୁରିଆ ହାତକୁ 2 ଖଣ୍ଡ 2 ଟଙ୍କା ନୋଟ ବଢ଼ାଇ ଦେଇ କେତେ ପଇସା ଫେରସ୍ତ ମାଗିଲେ? 12 ଅଣା ପଇସା, 8 ଅଣା ପଇସା, 4 ଅଣା ପଇସା, 40 ପଇସା। ଉତ୍ତର 4 ଅଣା ପଇସା। କାଠୁରିଆର ଲୁହା କୁରାଢ଼ୀର ଓଜନ କେତେ ଥିଲା ବୋଲି ଗଳ୍ପରେ ଉଲ୍ଲେଖ କରାଯାଇଛି? 2 କେଜି, 1.5 କେଜି, 2.5 କେଜି, 3 କେଜି। ଉତ୍ତର 2 କେଜି। କଳିଙ୍ଗ ରାଜାରାମା ରାଜେଶ୍ୱରୀ କିପରି ମୃତ୍ୟୁବରଣ କରିଥିଲେ? ଅଶୋକଙ୍କ ଖଣ୍ଡା ଚୋଟରେ, ମଗଧ ସେନାପତିଙ୍କ ସହ ପ୍ରଚଣ୍ଡ ଯୁଦ୍ଧ କରି, କଳିଙ୍ଗ ସମ୍ରାଟଙ୍କ ମୃତ୍ୟୁର ଅନୁଶୋଚନା କରି, ଯୁଦ୍ଧଭୂମିରେ ଚତୁର୍ଦିଗରୁ ଆକ୍ରମଣ ହେତୁ। ମଗଧ ସେନାପତିଙ୍କ ପ୍ରଚଣ୍ଡ ଯୁଦ୍ଧ କରି ସେ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ 25। ମୋତେ ଯେତେ ମାଠିବୁ ମାଠ ଏ କଥା ଗାଳ୍ପିକ କାହା ଉଦ୍ଦେଶ୍ୟରେ କହିଛନ୍ତି? ନଟବର ବାବୁଙ୍କ ବଡ଼ ଝିଅ, ନଟବର ବାବୁଙ୍କ ପୁଅ, ନଟବର ବାବୁଙ୍କ ସାନ ଝିଅ, ନଟର ହରିଗୁଡ଼ିଆର ବେଶ ଭୂଷା ଦେଖି। ନଟବର ବାବୁଙ୍କ ସାନ ଝିଅ ବିଷୟରେ କହିଛନ୍ତି। ଉତ୍ତର ଜାତିଟା ଅକୃତଜ୍ଞ ହେତୁ କ'ଣ କରିଥାଏ? ନିଜ ସ୍ୱାର୍ଥକୁ ଦେଖେ, ଅତୀତ କଥାକୁ ଭାଲି ହୁଏ, କେବଳ ଭବିଷ୍ୟତ ଦେଖେ, ପଛକୁ ଫେରି ନ ଚାହିଁ ଆଗକୁ ଦେଖେ। ଉତ୍ତର ହେବ ପଛକୁ ଫେରି ନ ଚାହିଁ ଆଗକୁ ଦେଖେ। ପରବର୍ତ୍ତୀ ପ୍ରଶ୍ନ ନମ୍ବର 27। ଫଲ୍ଗୁ ନାଟକ ଆରମ୍ଭ ହେଲା ବେଳକୁ ଝରକା ପଟରୁ ଭାସି ଆସୁଥିବା ବଂଶୀସ୍ୱରକୁ କିଏ ତନ୍ମୟ ହୋଇ ଶୁଣୁଥିଲେ? ସୁବ୍ରତ, ମହାପାତ୍ର ବାବୁ, ପ୍ରୀତି, ଘନଶ୍ୟାମ ବାବୁ। ଉତ୍ତର ସୁବ୍ରତ। ସୁବ୍ରତ ଓ ପ୍ରୀତିଙ୍କ ଦାମ୍ପତ୍ୟ ଜୀବନ କେତେ ବର୍ଷ ଥିଲା? 5 ବର୍ଷ, 7 ବର୍ଷ, 8 ବର୍ଷ, 12 ବର୍ଷ। ଉତ୍ତର 8 ବର୍ଷ। ଛାମୁ ସୌନ୍ଦର୍ଯ୍ୟର ପୂଜାରୀ ଏକଥା କିଏ କହିଥିଲେ? ମନ୍ତ୍ରୀ, ଛାୟା ମହାଦେବୀ, ସେନାପତି, ସିବେଇ ସାଆନ୍ତରା।
ଉତ୍ତର ଶିବେଇ ସାଆନ୍ତରା। ଧର୍ମା ଶେଷକୁ ମାଙ୍କ ପାଇଁ କି ବାର୍ତ୍ତା ଦେଇଥିଲା? ବାପାର ନାଁ ରଖି ମୁଁ ଚାଲି ଯାଉଛି, ବାରଶହ ବଢ଼େଇଙ୍କ ଜୀବନ ବଞ୍ଚାଇ ଚାଲି ଯାଉଛି, ମନ୍ଦିର ଚୁଳି ମାରି ଚାଲି ଯାଉଛି, ମାର ଇଚ୍ଛା ପୂରଣ କରି ଚାଲି ଯାଉଛି। ବାପାର ନାଁ ରଖି ମୁଁ ଚାଲି ଯାଉଛି। ଉତ୍ତର